ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଯଦି ଆମମାନେ ଆମମାନଙ୍କର ଜୀବନରେ ସମସ୍ତ ବିଷୟକୁ ଯଦି ଆମେ ପ୍ରେମ କରୁ, ଆମେ କହୁ ଆମେ ଈଶ୍ୱରଙ୍କୁ ପ୍ରେମ କରୁଛୁ, ସଂସାର ବି ପ୍ରେମ କରୁଛୁ, এই ବିଷୟ এই ଆମମାନଙ୍କର ଜୀବନରେ ରହିପାରିବ। ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁଛୁ ତାହେଲେ ଈଶ୍ୱରଙ୍କର ଆଜ୍ଞା ଅନୁଯାୟୀ ଆମମାନଙ୍କୁ ଚାଲିବୁ। ଯଦି ଆମେ ସଂସାରକୁ ପ୍ରେମ କରୁଛୁ ତାହେଲେ ଆମେ ପିତାଙ୍କର ପ୍ରେମ ବା ଈଶ୍ୱରଙ୍କର ପ୍ରେମ ଆମମାନଙ୍କରେ ରହିବ। ପ୍ରଥମ ଯୌବନ 2 ଅଧ୍ୟାୟ ତାର 15 ପଦରେ ଏଇଭଳି ଲେଖା ଅଛି, ସଂସାର କିଏ ବା ସେଥିରେ ଥିବା ବିଶେଷକୁ ପ୍ରେମ ନ କର, ଯେ କି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। ଯଦି ଆମମାନେ ସଂସାରକୁ ପ୍ରେମ କରୁଛୁ ପିତାଙ୍କ ପ୍ରେମ ଆମମାନଙ୍କ ଠାରେ ନାହିଁ। ପିତାଙ୍କ ପ୍ରେମ ଆମମାନଙ୍କରେ ରହିବ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ଆମେ ତାଙ୍କର ଇଚ୍ଛା କଣ, ଈଶ୍ୱରଙ୍କର ଇଚ୍ଛା କଣ ବା ଈଶ୍ୱରଙ୍କର ପ୍ରେମ ବୁଝିବାକୁ ଚେଷ୍ଟା ଆମେ ଖୋଜିବା, ଆମ ନିଜ ମଧ୍ୟରେ ଖୋଜିବା ଈଶ୍ୱରଙ୍କର ପ୍ରେମ। ସେ ଆମମାନଙ୍କୁ କେଡ଼େ ପ୍ରେମ କରେ। ଆଉ ଆଜି ଆମେ এই ସଂସାରକୁ ପ୍ରଭୁଙ୍କର ପ୍ରେମକୁ ଭୁଲିଯାଏ। ମୋର ପ୍ରିୟ ପ୍ରଭୁଙ୍କର ମାନେ ଆସନ୍ତୁ ଏଇ ଦିନମାନଙ୍କରେ ଆମେ ଈଶ୍ୱରଙ୍କର ସହିତ ରହିବା, ଈଶ୍ୱରଙ୍କୁ ପ୍ରେମ କରିବା, ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା। ପ୍ରଭୁ ଆଜିର ଏଇ ଛୋଟିଆ ବାକ୍ୟ ଦ୍ୱାରା ସମସ୍ତଙ୍କୁ ପ୍ରାର୍ଥନା